ପିଲାମାନେ ତମ ସମସ୍ତଙ୍କୁ ଏହି ସୁନ୍ଦର ଶ୍ରେଣୀକୁ ମୁଁ ସ୍ୱାଗତ କରୁଛି। ଆଶା କରୁଛି ତୁମମାନେ ଘରେ ବେଶ ଭଲରେ ଥିବ, ଦେହ ତୁମମାନଙ୍କର ଭଲ ରହିଥିବ। ଏବେ ତ ସାରା ବିଶ୍ୱରେ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି, ଏଭଳି ଏକ ପରିସ୍ଥିତିରେ ମନକୁ ସ୍ଥିର ରଖିବା, ମନକୁ ପ୍ରଫୁଲ୍ଲ ରଖିବା, ମନକୁ ବିଷାଦିତ ନ କରିବା ଉଚିତ, ଯାହାଫଳରେ ମନକୁ ନିୟନ୍ତ୍ରଣରେ ରଖିଲେ ଆମେ ଅନେକ କାର୍ଯ୍ୟ ଆନନ୍ଦରେ କରିପାରିବା। ଆମର ମାନସିକ ସ୍ଥିତି ଠିକ୍ ରହିଲେ ଆମେ କାର୍ଯ୍ୟ କରିବାକୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିବା। ତେବେ ତୁମମାନେ ଘରେ ଖୁବ୍ ଆନନ୍ଦରେ ରହିଥିବ, ପଢ଼ାପଢ଼ିରେ ଧ୍ୟାନ ଦେଉଥିବ, ମାନସିକ ସୁସ୍ଥତା ତୁମମାନଙ୍କ ସମସ୍ତଙ୍କର ରହିଥିବ ଏବଂ ତୁମମାନେ ବିଭିନ୍ନ ସମୟରେ ଏହି ଅନଲାଇନ୍ ମାଧ୍ୟମରେ ଯେଉଁ ଶିକ୍ଷା ଦିଆହେଉଛି ତାହାକୁ ଅତି ଆଗ୍ରହର ସହିତ ପାଠ କରୁଥିବ ବୋଲି ମୋର ବିଶ୍ୱାସ। ଆଜି ଆମେ ତମ ସାହିତ୍ୟ ଜ୍ୟୋତି ବହିରୁ ସୁନ୍ଦର କବିତାଟିଏ ତପସ୍ୱିନୀର ପତ୍ର ପାଠ କରିବା। ତପସ୍ୱିନୀର ପତ୍ର ଏହାକୁ ଲେଖିଛନ୍ତି ସ୍ୱଭାବକ କବି ଗଙ୍ଗାଧର ମେହେର। ରଙ୍ଗଜୀବ ଗଙ୍ଗାଧର ମେହେର ତୁମେ ଜାଣିଛ, ସେ ବରପାଲିରେ ଜନ୍ମଗ୍ରହଣ କରିଥିଲେ। 1862 ମସିହାରେ ତାଙ୍କର ଅନେକ କାବ୍ୟ ରହିଛି, ଯେମିତି ଇନ୍ଦୁମତୀ, କିଚକବଧ, ପ୍ରଣୟବଲ୍ଲରୀ, ତପସ୍ୱିନୀ, ଅର୍ଘ୍ୟଥାଳୀ, କବିତା କଲ୍ଲୋଳ, ଉତ୍କଳ ଲକ୍ଷ୍ମୀ, ରସରତ୍ନାକର, ପଦ୍ମିନୀ। ତେବେ ଏ ଯେତେ କାବ୍ୟ ସେ ରଚନା କରିଛନ୍ତି, ସବୁଥିରେ ପ୍ରକୃତିର ଅତ୍ୟନ୍ତ ରମଣୀୟ ରୂପ ସେ ବର୍ଣ୍ଣନା କରିଛନ୍ତି। ତାଙ୍କର ଏକ ପଦ୍ୟାଂଶକୁ ସମସ୍ତେ ପ୍ରାୟ ବୋଲନ୍ତି, ତାହା ହେଉଛି ମାତୃଭୂମି ମାତୃଭାଷାରେ ମମତା, ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା, ଅଜ୍ଞାନ ରହିବେ କାହିଁ। ତେଣୁ ଏହି ମାତୃଭୂମି ଏବଂ ମାତୃଭାଷାର ମମତା ତାଙ୍କ ଭିତରେ ପ୍ରବଳ ଥିଲା। ଉତ୍କଳ ଭାରତୀଙ୍କୁ ସେ ତାଙ୍କର ଭାଷା ସମ୍ଭାରରେ ସମୃଦ୍ଧ କରି ପୂଜିତ କରିଥିଲେ। ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ସେ ଯେଉଁ ଓଡ଼ିଆ ଭାଷା ସାହିତ୍ୟରେ ଯେଉଁ ଦକ୍ଷତା ହାସଲ କରିଥିଲେ ଏବଂ ଯେଉଁ କାବ୍ୟ କବିତା ସବୁ ରଚନା କରିଛନ୍ତି, ତାହା ତାଙ୍କୁ ଜଣେ ଯଶସ୍ୱୀ କବିରେ ରୂପାନ୍ତରିତ କରିଛି। ଆମେ ଯେଉଁ କବିତାଟି ପାଠ କରିବା ତପସ୍ୱିନୀର ପତ୍ର, ତାହା ଏକ ସୁନ୍ଦର କବିତା, ଯେଉଁଥିରେ ମାତା ସୀତାଙ୍କର ଯେଉଁ ଦୁଃଖ ତା ରୂପାନ୍ତରିତ ହୋଇଛି, ଯେଉଁ ବିଶେଷ କରି ତାଙ୍କର ପ୍ରଭୁ ଶ୍ରୀରାମଙ୍କ ପ୍ରତି ଯେଉଁ ଅନାବିଳ ପ୍ରେମ, ତାହା ମଧ୍ୟ ଏଥିରେ ରୂପାନ୍ତରିତ ହୋଇଛି। ଜଣେ ସ୍ତ୍ରୀ ଭାବରେ ସ୍ୱାମୀଙ୍କର ମଙ୍ଗଳ କାମନା କରିବା ପାଇଁ ଯେଉଁ ପ୍ରବୃତ୍ତି ଆମ ଭାରତୀୟ ସଂସ୍କୃତିରେ ଦେଖାଯାଏ, ତାହା ହିଁ ଏଥିରେ ପ୍ରତିଫଳିତ ହୋଇଛି। ବିଶେଷ କରି ମାତା ସୀତା ଯେତେବେଳେ ବାଲ୍ମୀକିଙ୍କ ଗୃହରେ ନିର୍ବାସିତା ଜୀବନଯାପନ କରୁଥିଲେ, ତୁମେ ଜାଣିଥିବ ଯେ ରଜକ ରଜକୀଙ୍କର କଥୋପକଥନକୁ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ଅନ୍ଧାରୀ ବିଜେରେ ଶ୍ରବଣ କଲେ ଏବଂ ସେ ଜାଣିଲେ ଯେ ପ୍ରଜାଗଣ ତାଙ୍କର ଏବଂ ସୀତାଙ୍କର ଯେଉଁ ସହାବସ୍ଥାନ, ରାଜକୀୟ ସହାବସ୍ଥାନକୁ ସହଜରେ ଗ୍ରହଣ କରୁନାହାନ୍ତି, ମାତା ସୀତା ଲଙ୍କା କଟକରେ ରାବଣ ଗୃହରେ ବନ୍ଦୀ ଅବସ୍ଥାରେ ଥିଲାବେଳେ ତାଙ୍କର ସତୀତ୍ୱ ଲୁଣ୍ଠନ ହୋଇଛି ବୋଲି ଅନେକଙ୍କର ଧାରଣା ରହିଥିଲା। ସେହି ଧାରଣାର ବଶବର୍ତ୍ତୀ ହୋଇ ରଜକ ଏବଂ ରଜକୀ ମାତା ସୀତା ବା ରାଜଲକ୍ଷ୍ମୀ ସୀତାଙ୍କର ରାଜଗୃହରେ ଅଯୋଧ୍ୟାରେ ଅବସ୍ଥାନକୁ ସେମାନେ ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ପ୍ରଜାନୁରଞ୍ଜନ ରାଜାର ଧର୍ମ ଏହି ନ୍ୟାୟରେ ପ୍ରଭୁ ରାମଚନ୍ଦ୍ର
सीता देवी को बाल्मीकि आश्रम नहीं छाड़ी दी आसिले एवं सेठारे अंतसत्त्वा थिबा राम अंतसत्त्वा थिबा सीता देवी सेठारे अवस्थान कले एवं परवर्ती पर्यायर तांकर कुश एवं लव नामक दुईटी जन्मज संतान जन्म होइथिबार कथा तुम निश्चित भाव जानिथिबो। तेबे एही समय रे अवस्थान काल रे तुम जानिथिबो जे रामचंद्र अश्वमेध यज्ञर आयोजन करथिले। तुम समस्ते जानिछ शुभ कार्य निमित्त स्वामी एवं स्त्री उभयंकर लड़ा हुए। स्त्री को वामांगी बोली कह जाए। पुरुष दक्षिण अंग हेले स्त्री होछि वामांग। तेणु वाम अंग एवं दक्षिण अंगर सम्मिश्रण रे मनीषर सृष्टि अर्थात दंपति जाया और पति उभय ही शुभ कार्य करें। केवल स्वामी बा केवल स्त्री ये अर्थात जार स्वामी मरी जाइछन्ति से शुभ कार्य करें ना बा जार स्त्री मरी जाइछन्ति से मते शुभ कार्य करें ना। ए प्रकार एक चिंतन भारतीय परंपरा रही। तेणु अश्वमेध यज्ञ जितेबाला करागला से अश्वमेध यज्ञ जो परंपरा क्रमे जे बिना पत्नी रे जेहेतु से पत्नी को विदा करिसंती महाराज अयोध्याधिपति रामचंद्र। तेणु ए तांकर स्वर्ण तांकर स्वर्णावय सीतांकर स्वर्ण प्रतिमूर्ति स्थापन करी से राजकार्य परिचालना कले। मात्र सीतांक मनरे वाल्मीकि स्वगृह रे सीतांक मनरे अन्य भावना आसी। से भावुछंती निश्चित भाव में द्वितीय दार अर्थात द्वितीय विवाह रामचंद्र करिथिबे। बिना पत्नी रे जेहेतु ये शुभ कार्य यज्ञ परि एक पवित्र कार्य संभव नुहे सेथिपाई हुए तो से द्वितीय विवाह करिथिबे एवं सेई द्वितीय पत्नी जनक जे रामचंद्रंकर पत्नी भाव में राजसिंहासन अधिष्ठिता होइथिबे से निश्चय तांक ठारू अर्थात सीतादेवी ठारू बहु गुण रे अधिक होइथिबे। अनेक तपस्यार फल जोगु से एभली सौभाग्य लाभ करिथिबे। तो यही जो चिंतन को नहीं तप से शेष मुहूर्त रे निजर जो हृदयर भावावेग को अटकाई पारि नाहंती से चिठी लिखिछंती प्रभु रामचंद्र को। तेणु से चिठी लिखिबा तपस्विनी अर्थात से तप आचरण तपसिद्ध आचार्य भली बा जड़े तपस्विनी परी से जो वाल्मीकि आश्रम रे अवस्थान काल रे से एक पत्र लिखिछंती तांकर स्वामी प्रभु रामचंद्र निकट को। से पत्रटी की ये तपस्विनी काव्य रे स्थानित करिछंती कवि गंगाधर मेहर। आमे वर्तमान से कविताटी को पाठ करिबा। शरण वत्सल ध्वज रिपुग चंकुश दुख गिरी वज्र जहि देखंती विदुष राज राजेश्वर से पदम पद पद्म द्वंदे दिन भिखारिणी दुरु नत शिरे बंदे करिबाकु मधु आशा तिमिर भेदन काथरे कांतारे थाई करे निवेदन महाराजा महायज्ञ होइछ दीक्षित नभ बामा हेउथिब बामांके दीक्षित मुग्ध बधू मुग्ध हेब बोली सत गुण बढ़ी जाउथिब तुम्भ सकल सद्गुण आरचित महायज्ञ करिब प्रदान अशेष रतन धन क्षौम वस्त्र मान। एबे तार द्वितीय पृष्ठ आमे पाठ करिबा। सिद्ध काम हेब तहि अर्थी समुदाय
ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ, ଏଛାର ଭିକ୍ଷାରେ ନାଥ ନହେବ କୃପଣ, ଦୟାରତ୍ନମୟ ଦାନ ପାରିଧିଆପଣ, ମୁକିଏ ତା ଜାଣିବାର ନୁହେଁ ଆବଶ୍ୟକ, ସଦା ତୁମ୍ଭେ ତାପସଙ୍କ ଅଶାନ୍ତି ନାଶକ, ତାପସଙ୍କୁ କିଛି ତୁମ୍ଭ ନଥାଏ ଦେୟ, ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ, ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ, ଭକ୍ତି ଭରେ ଦେଖୁଥିବେ ଜଗତର ଜନ, ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ, କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ, ଏହା ମାତ୍ର ପ୍ରଭୁ ମୋତେ ଦେବଟି ଜଣାଇ, ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ, କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ, ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। ଏବେ ଆମେ କବିତାକୁ ଭଲ ଭାବେ ପଢ଼ିବା ଏବଂ କବିତାର ଯେଉଁ ମର୍ମକୁ ଅନୁଭବ କରିବା। ଦେଖ, ତପସ୍ୱିନୀର ପତ୍ର। ଶରଣ ବତ୍ସଳ ଧ୍ୱଜ ରିପୁ ଅଜାଙ୍କୁଶ, ଦୁଃଖ ଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ। ଶରଣ ବତ୍ସଳ, ଯେମିତି ଆମେ ଯେଉଁମାନେ ଛାତ୍ରମାନଙ୍କୁ ଭଲ ପାଆନ୍ତି ଆମେ ତାଙ୍କୁ କହୁ ଛାତ୍ର ବତ୍ସଳ, ଯିଏ ପୁତ୍ରକୁ ଭଲ ପାଏ ତାକୁ ଆମେ କହୁ ପୁତ୍ର ବତ୍ସଳ। ସେହିଭଳି ଯିଏ ଶରଣକୁ ଭଲ ପାଆନ୍ତି ସେ ହେଉଛନ୍ତି ଶରଣ ବତ୍ସଳ, ଅର୍ଥାତ୍ ଯିଏ ଶରଣାଗତ, ଯାହାଙ୍କର ଯିଏ ଶରଣ ଆସେ, ଶରଣକୁ ଯିଏ ରକ୍ଷା କରେ, ଯିଏ ଶରଣକୁ ନିଜର ସନ୍ତାନ ବତ୍ସଳ କହିଲେ ବତ୍ସ୍ୟ ଭକ୍ତି ମାନେ ସନ୍ତାନ ଭଳି ଯିଏ ଗ୍ରହଣ କରନ୍ତି, ସ୍ନେହ ପ୍ରଦାନ କରନ୍ତି, ସେ ହେଉଛନ୍ତି ଶରଣ ବତ୍ସଳ। ହେ ଶରଣ ବତ୍ସଳ ଅର୍ଥାତ୍ ସୀତା ଦେବୀ ଲେଖୁଛନ୍ତି ରାମଚନ୍ଦ୍ରଙ୍କୁ ଏବଂ କହୁଛନ୍ତି ରାମଚନ୍ଦ୍ରକୁ, ହେ ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ। ଧ୍ୱଜ କହିଲେ ପତାକା, ଅର୍ଥାତ୍ ଶରଣ ବତ୍ସଳ ଧ୍ୱଜ କହିଲେ ଶରଣକୁ ନିଜର ସନ୍ତାନ ସମ, ଯିଏ ଶରଣରେ ଆସିଛି ତାଙ୍କୁ ନିଜର ସନ୍ତାନ ସମ ରକ୍ଷା କରିବାର ଧ୍ୱଜା, କୀର୍ତ୍ତି ଧ୍ୱଜା ଯାହାଙ୍କର ଉଡ଼ୁଛି ଫରଫର ହୋଇ। ରାଜାଙ୍କୁଶ କହିଲେ, ଗଜାଙ୍କୁଶ କହିଲେ ଗଜଯୁକ୍ତ ଅଙ୍କୁଶ। ଗଜ କହିଲେ ହାତୀ, ହାତୀକୁ ମାହୁନ୍ତ କେମିତି ନିୟନ୍ତ୍ରଣ କରେ ନା ତାର ଏକ ଅଙ୍କୁଶ ମାଧ୍ୟମରେ। ଗୋଟେ ମୁନିଆ ଗୋଟେ ମୁନିଆ ଲୁହାର ଯନ୍ତ୍ରଟିଏ ଥାଏ, ସେଇଥିରେ ବଙ୍କା ଯନ୍ତ୍ରଟି, ସେଇଥିରେ ସେ ତାକୁ ତାର ମସ୍ତକ ଭାଗକୁ ସେଥିରେ ଆଘାତ ଦେଇ ମାହୁନ୍ତ ଗଜକୁ ହାତୀକୁ ପରିଚାଳନା କରେ। ଏଠି ସେମିତି କବି କହୁଛନ୍ତି ଯେ ହେ ତପସ୍ୱିନୀ ଅର୍ଥାତ୍ ସୀତା ଦେବୀ କହୁଛନ୍ତି, ହେ ଶରଣବତ୍ସଳ, ହେ ଶରଣବତ୍ସଳ ରୂପକ ପତାକା ଉଡ଼ାଉଥିବା ମହାନୁଭବ, ଦୁଃଖ ଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ। ଯେଉଁଠି ଦୁଃଖ ଗିରି, ଦୁଃଖ କହିଲେ ଆମେ ଯେଉଁ ସୁଖର ବିପରୀତ ଦୁଃଖ, ଦୁଃଖ ଗିରି ବଜ୍ର ରୂପକ ପର୍ବତକୁ, ଦୁଃଖ ଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ। ବିଦୁଷ କହିଲେ ପଣ୍ଡିତମାନେ, ଯେଉଁଠି ପଣ୍ଡିତମାନେ ଦୁଃଖ ଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ। ରାଜରାଜେଶ୍ୱରଙ୍କର ସେ ପଦ ପଦ୍ମ ଦ୍ୱନ୍ଦେ, ଦୀନ ଭିଖାରୁଣୀ ଗୁରୁ ନତ ଶିର ବନ୍ଦେ। ଆମେ ଯେତେବେଳେ ଚିଠି ଲେଖୁ, ଚିଠିରେ 3ଟି ପର୍ଯ୍ୟାୟ ଥାଏ। ତ ଗୋଟିଏ ପର୍ଯ୍ୟାୟରେ, ପ୍ରଥମ ପର୍ଯ୍ୟାୟରେ ସମ୍ବୋଧନ କରାଯାଏ, ଯେମିତି ପୂଜ୍ୟ
ପିତା କି ମୋର ସ୍ନେହର ସାନ ଭାଇ କି ଆଦରର ସାନ ଭାଇ କି ପୂଜନୀୟ ବଡ଼ ଭାଇ କି ପୂଜନୀୟ ବଡ଼ ଭଉଣୀ, ଏମିତି ଆମେ ଯେଉଁ ସମ୍ବୋଧନ କରନ୍ତି ଏବଂ ତାଙ୍କ ପ୍ରଥମେ ସମ୍ମାନ ଦିଅନ୍ତି। ଠିକ୍ ସେମିତି ଏଇ ଚିଠିରେ ଆରମ୍ଭରୁ ସେ ତାଙ୍କୁ ସମ୍ବୋଧନ କରୁଛନ୍ତି ମାତା ସୀତା ମହାରାଜା ଅଯୋଧ୍ୟାର ରାଜାଧିରାଜ ରାମଚନ୍ଦ୍ରଙ୍କୁ କହୁଛନ୍ତି, ହେ ରାଜା, ଆପଣ ଶରଣ ବତ୍ସଳ, ଆପଣଙ୍କର ଶରଣ ବତ୍ସଳର ରୂପକ ଧ୍ୱଜା ଏ ଜଗତରେ ପରିବ୍ୟାପ୍ତ ହେଉଛି ଏବଂ ଆପଣ ରିପୁ ଗଜାଙ୍କୁଶ, ରିପୁ କହିଲେ ଶତ୍ରୁ, ଶତ୍ରୁମାନଙ୍କୁ ଆପଣ ନିୟନ୍ତ୍ରିତ କରନ୍ତି। ଯେମିତି ଗଜଙ୍କୁ ଅଙ୍କୁଶ ମାଧ୍ୟମରେ ମାହୁନ୍ତ ନିୟନ୍ତ୍ରଣ କରିଥାଏ, ଆପଣ ସେଭଳି ସମସ୍ତ ରିପୁମାନଙ୍କୁ ନିଜର ନିୟନ୍ତ୍ରଣରେ ରଖିଛନ୍ତି, ସବୁ ଶତ୍ରୁମାନଙ୍କୁ ନିୟନ୍ତ୍ରିତ କରିଛନ୍ତି। ଆପଣ ନିରଙ୍କୁଶ ସଂଖ୍ୟା ରାଜତ୍ୱ କରୁଛନ୍ତି, ଆପଣଙ୍କର ଆଉ କେହି ଶତ୍ରୁ ନାହାନ୍ତି, ସବୁ ଶତ୍ରୁମାନଙ୍କୁ ଆପଣ ନିୟନ୍ତ୍ରିତ କରିଛନ୍ତି। ଦୁଃଖଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ, ଯେଉଁଠାରେ ବିଦୂଷକମାନେ ଦୁଃଖଗିରି ବଜ୍ର, ଦୁଃଖ ରୂପକ ଗିରି, ବଜ୍ର କହିଲେ ଯେ ଯେଉଁ ଇନ୍ଦ୍ର ଯେଉଁ ଅସ୍ତ୍ର ଧାରଣ କରନ୍ତି, ଅର୍ଥାତ୍ ଦୁଃଖ ରୂପକ ପର୍ବତର ବଜ୍ର ରୂପକ ପର୍ବତକୁ, ଦୁଃଖ ରୂପକ ପର୍ବତର ବଜ୍ର ପରି ଦୁଃଖକୁ ଯିଏ ନିୟନ୍ତ୍ରିତ କରି ରଖିଥାନ୍ତି, ଆପଣ ଦୁଃଖକୁ ମଧ୍ୟ ନିୟନ୍ତ୍ରିତ କରି ରଖିଥାନ୍ତି। ଯେଉଁଠାରେ ବିଦୁଷମାନେ ଦେଖନ୍ତି, ବିଦୁଷ ଅର୍ଥାତ୍ ପଣ୍ଡିତମାନେ, ଯେତେବେଳେ ପଣ୍ଡିତମାନେ ଦେଖନ୍ତି ଯେ ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଅନ୍ୟ ଶତ୍ରୁମାନଙ୍କୁ ନିଜର ନିୟନ୍ତ୍ରଣ କରି ରଖିବା ସହିତ ଦୁଃଖ ରୂପକ ବଜ୍ରକୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି, ତେଣୁ ସେଇ ଆପଣ ହେଉଛନ୍ତି ସେହିଭଳି ଜଣେ ରାଜରାଜେଶ୍ୱର। ସେହି ରାଜରାଜେଶ୍ୱରଙ୍କର ପଦ ପଦ୍ମ ଦ୍ୱନ୍ଦ୍ୱେ, ପଦପଦ୍ମ କହିଲେ ଯେଉଁ ପାଦ ପଦ୍ମ ପରି, ତେଣୁ ଦୁଇଟି ପାଦ ପ୍ରଭୁଙ୍କର ଅଛି, ତେଣୁ ସେଇ ଦୁଇଟି ପଦଯୁଗଳ ସେ ନିଜର ସ୍ୱାମୀଙ୍କର ପଦଯୁଗଳକୁ ନିଜର ଅତ୍ୟନ୍ତ ଭକ୍ତି ପ୍ରଦର୍ଶନ କରୁଛନ୍ତି। ମାତା ସୀତା କହୁଛନ୍ତି ଯେ ହେ ରାଜରାଜେଶ୍ୱର, ଆପଣଙ୍କର ପଦ୍ମପାଦ ଦ୍ୱୟକୁ ମୁଁ ଅତ୍ୟନ୍ତ ନମନ କରୁଛି, ଶ୍ରଦ୍ଧା ନିବେଦନ କରୁଛି, ପ୍ରଣତି ଜଣାଉଛି, ନତଶିର କରୁଛି। ଦୀନ ଭିକାରୁଣୀ, ମୁଁ ଜଣେ ଦୀନ ଦରିଦ୍ରା, ଦୂରରୁ, ବହୁ ଦୂରରୁ ମୁଁ ନତଶିରରେ ବନ୍ଦନା କରୁଛି। ଅର୍ଥାତ୍ ହେ ରାଜରାଜେଶ୍ୱର, ହେ ଶରଣବତ୍ସଳ ଭକ୍ତବତ୍ସଳ, ହେ ପ୍ରଜାବତ୍ସଳ ମହାରାଜ, ମୁଁ ଆପଣଙ୍କର ପଦ୍ମପାଦ ଠାରେ ନତମସ୍ତକ ହେଉଛି। ମୁଁ ବହୁ ଦୂରରେ, ମୁଁ ଜଣେ ଭିକାରୁଣୀ, ମୁଁ ଜଣେ ଦରିଦ୍ର ତପସ୍ୱିନୀ, ମୁଁ ଆପଣଙ୍କୁ ଆପଣଙ୍କର ପଦ୍ମପାଦ, ଆପଣଙ୍କର ପଦଯୁଗଳ ନିକଟରେ ନତମସ୍ତକ ହୋଇ ମୋର ପ୍ରଣତି ଜଣାଉଛି। କରିବାକୁ ମଧୁ ଆଶା ତିମିର ଭେଦନ, କାତରେ କାନ୍ତାରେ ଥାଇ କରେ ନିବେଦନ। ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ, ନବବାମା ହେଉଥିବ ବାମାଙ୍କେ ଦୀକ୍ଷିତ। ଦେଖ, ଏଠି ସେ କହୁଛନ୍ତି ଯେ ମଧୁ କରିବାକୁ ମଧୁ ଆଶା ତିମିର ଭେଦନ। ତିମିର କହିଲେ ଅନ୍ଧାର, ଭେଦନ କହିଲେ ଭେଦ କରିବା, ଅତିକ୍ରମ କରିବା, ଅର୍ଥାତ୍ ମଧୁର ଆଶା ରୂପକ ଅନ୍ଧକାରକୁ ଭେଦ କରି କାତରେ, କାତରେ ମାନେ ଦୁଃଖରେ, କାନ୍ତାରେ ମାନେ ଜଙ୍ଗଲ, କାନ୍ତାରେ କହିଲେ ଜଙ୍ଗଲରେ, ମୁଁ ସବୁ ପ୍ରକାର କରିବାକୁ ମଧୁ ଆଶା ତିମିର ଭେଦନ, କାତରେ କାନ୍ତାରେ ଥାଇ କରେ ନିବେଦନ। ଯେ ଦ୍ୱିତୀୟ, ଆମେ ଯେତେବେଳେ ଚିଠି ଲେଖନ୍ତି ପ୍ରଥମ ପର୍ଯ୍ୟାୟରେ ସମ୍ବୋଧନ କରନ୍ତି, ଦ୍ୱିତୀୟରେ ଥାଏ ବିଷୟବସ୍ତୁ ଏବଂ ତୃତୀୟରେ ଠିକଣା ଇତ୍ୟାଦି ଥାଏ ଏବଂ ସେଥିରେ ଆମନ୍ତ୍ରଣ ଇତ୍ୟାଦି ମଧ୍ୟ ଥାଏ। ସେହି କ୍ରମରେ ମାତା ସୀତା ଲେଖୁଛନ୍ତି ଚିଠି, ସେ କହୁଛନ୍ତି ଯେ ହେ ମହାରାଜ, ମୁଁ ଆପଣଙ୍କୁ ଦୂରରୁ ନତଶିର ହୋଇ ଆପଣଙ୍କୁ ନମନ କରୁଛି, ପ୍ରଣାମ ଜଣାଉଛି ଏବଂ କରିବାକୁ ମଧୁ ଆଶା ତିମିର ଭେଦନ, ମୋର ଅନେକ ଆଶା ଥିଲା ଯେ ମଧୁର କହିଲେ ମିଠା, ମିଠା ଆଶା ମୋର, ସେ ମିଠା ଆଶା ରୂପକ ଅନ୍ଧକାରକୁ ଭେଦ କରିବାକୁ ମୁଁ ଅର୍ଥାତ୍ ଅନେକ ଆଶା ନେଇ ଏ ଚିଠିଟି ଆପଣଙ୍କୁ ଲେଖୁଛି। ଏଇ ଯେଉଁ ଦୂରରୁ, ବହୁ ଦୂରରୁ, କାତରେ ମାନେ ଦୁଃଖରେ, ଏଇ ଯେଉଁ ଜଙ୍ଗଲରେ ମୁଁ ରହିଛି, ଏଇ ଜଙ୍ଗଲର ଅନ୍ଧକାର ମଧ୍ୟରୁ ବହୁ ଦୂରରେ ଥାଇ ମୁଁ ଅନେକ ମଧୁର ଆଶା ନେଇ ମୁଁ ଆପଣଙ୍କୁ ଏ ଚିଠିଟି ଲେଖୁଛି। ମୁଁ ଆଶା କରୁଛି ଯେ ମୋର ନିବେଦନକୁ ଆପଣ ଗ୍ରହଣ କରିବେ। ଆପଣ ବର୍ତ୍ତମାନ
ମହାରାଜା ହୋଇ ମହାଯଜ୍ଞରେ ଏ ଯେଉଁ ଅଶ୍ୱମେଧ ଯଜ୍ଞରେ ଦୀକ୍ଷିତ ହୋଇସାରିଥିବେ। ଅର୍ଥାତ୍ ଏଇ ଯେଉଁ ଯଜ୍ଞର ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆପଣ ଜଣେ ଯଜ୍ଞକର୍ତ୍ତା ଭାବରେ ପୁରୋହିତ ମାନେ ମନ୍ତ୍ରପାଠ କରୁଥିବେ ଏବଂ ଆପଣ ଯଜ୍ଞବେଦୀରେ ଯଜ୍ଞକର୍ତ୍ତା ଭାବରେ ଦୀକ୍ଷିତ ହୋଇ ସେଠାରେ ଅଧିଷ୍ଠିତ ହୋଇଥିବେ ଏବଂ ଆପଣଙ୍କର ବାମ ଭାଗରେ କିଏ ଥିବ? ନବବାମା ହୋଇ ହେଉଥିବ ବାମାଙ୍କେ ଦୀକ୍ଷିତ। ଆପଣ ବସିଥିବେ ମହାଯଜ୍ଞରେ, ଆପଣ ଦୀକ୍ଷିତ ହୋଇଥିବେ, ଆପଣଙ୍କୁ ଅଭିଷେକ କରାଯାଉଥିବ। ଯଜ୍ଞର କର୍ତ୍ତା ଭାବରେ ଆପଣଙ୍କୁ ଯେଉଁ ପୁରୋହିତମାନେ ଉପସ୍ଥିତ ଥିବେ, ସେ ପୁରୋହିତମାନେ ବେଦ ମନ୍ତ୍ର ଉଚ୍ଚାରଣ କରି ଆପଣଙ୍କୁ ବିଭିନ୍ନ ପ୍ରକାର ପୂତ ପବିତ୍ର କରି ଆପଣଙ୍କୁ ଅଭିଷିକ୍ତ କରାଉଥିବେ ଏବଂ ଆପଣଙ୍କର ବାମ ପାର୍ଶ୍ୱରେ ନବବାମା, ବାମା କହିଲେ ସ୍ତ୍ରୀ, ଏଇ ଯେଉଁ ଆପଣଙ୍କର ନୂଆ ବିବାହିତ ସ୍ତ୍ରୀ, ସେ ଆପଣଙ୍କ ବାମ ପାଖରେ ବାମାଙ୍କେ, ଆପଣଙ୍କ ବାମ ଅଙ୍କରେ, ବାମ କୋଳରେ, ବାମ ଭାଗରେ ସେ ବାମ ପାର୍ଶ୍ୱରେ ସେ ଅଧିଷ୍ଠିତ ହୋଇଥିବ, ଦୀକ୍ଷିତ ହୋଇ ସେ ମଧ୍ୟ ଜଣେ ମହାରାଣୀ ଭାବରେ ସେ ମଧ୍ୟ ମନ୍ତ୍ରପୁତ ହୋଇଥିବ। ତାକୁ ସମସ୍ତେ ଦେଖୁଥିବେ। ମହାରାଜାଙ୍କର ମହାରାଜ, ଆପଣ ଯେହେତୁ ମହାରାଜ, ସେ ମହାରାଣୀ ହୋଇ ସେ ଆପଣଙ୍କର ବାମ ଭାଗରେ ଶୋଭା ପାଉଥିବେ। ବାମ ଭାଗରେ ବସିଥିବେ, ଉପବେଶନ କରିଥିବେ, ସିଂହାସନରେ ଆରୋହଣ କରି ବସିଥିବେ ବା ଯଜ୍ଞ ମଣ୍ଡପରେ ଯେଉଁ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବ ସେ ସ୍ଥାନ ସେ ବସିଥିବେ। ଆପଣଙ୍କର ବାମ ଅଂଶରେ ସେ ନିଶ୍ଚିତ ଉପବେଶନ କରିଥିବେ। ଆଉ କ'ଣ ହୋଇଥିବ? ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ସତଗୁଣ, ବଢ଼ି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ। ଏଠି ଚମତ୍କାର କଥାଟିଏ କବି କହିଛନ୍ତି। ମଣିଷର ମାନସିକତା ବିଷୟରେ କହିଛନ୍ତି। ସାଧାରଣ ଭାବରେ ଯେତେବେଳେ ନୂଆ ବୋହୂଟିଏ ଆସେ, ଯିଏ ନବବିବାହିତ, ସେ ସବୁବେଳେ ଚେଷ୍ଟା କରେ ତାର ନବବିବାହିତ ପତ୍ନୀ କେମିତି ବେଶୀ ତା ପ୍ରତି ଆକର୍ଷିତ ହେଉ। ସେ କିଭଳି ମାନେ ଅତ୍ୟଧିକ ଯେଉଁଟା ଆମେ କହୁ ଯେ ଅତ୍ୟଧିକ ସେ ଭାବାବେଗରେ ଆକର୍ଷିତ ହୋଇପଡ଼ୁ, ସେ କିଭଳି ପ୍ରଲୋଭିତ ହେଉ। ମାନେ ସ୍ୱାମୀ ଜଣକ ଚେଷ୍ଟା କରେ ନିଜର ସ୍ତ୍ରୀକୁ ପ୍ରଲୋଭିତ କରିବା ପାଇଁ, ନିଜର ବିଭିନ୍ନ ସଦ୍ଗୁଣକୁ ପରିପ୍ରକାଶ କରି, ବିବିଧ ଗୁଣକୁ ପରିପ୍ରକାଶ କରି ଚେଷ୍ଟା କରେ ଯେ ମୋର ବିବିଧ ଭଲ ଗୁଣକୁ ସେ ଜାଣି ସେ ମୋର ସ୍ତ୍ରୀ, ନବବିବାହିତ ସ୍ତ୍ରୀ, ସେ ଯେହେତୁ ପୂର୍ବରୁ ମୋ ବିଷୟରେ କିଛି ଜାଣିନାହିଁ, ଏବେ ମୋର ଭଲ ଗୁଣକୁ ସବୁ ଜାଣି ମୋ ପ୍ରତି ଅତ୍ୟନ୍ତ ଆକର୍ଷିତ ହେଉ। ଠିକ୍ ସେଇ କଥା ହିଁ ଘଟୁଥିବ ବୋଲି ମାତା ସୀତା କହୁଛନ୍ତି। ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ସତ ଗୁଣ। ଯେଉଁ ବଧୂ ନୂଆ ବୋହୂଟି ଆସିଛି ସେ ଟିକେ ଖୁସି ହେବ ବୋଲି, ମୁଗ୍ଧ ମାନେ ଖୁସି, ଯେ ସେ ପ୍ରଥମତଃ ମୁଗ୍ଧ ଥିବେ କାରଣ ସେ ଜଣେ ମହାରାଣୀ ହେଇଛନ୍ତି, ଅଯୋଧ୍ୟାର ରାଜାଧିରାଜ ରାମଚନ୍ଦ୍ରଙ୍କର ସେ ପତ୍ନୀ ଭାବରେ ଅଧିଷ୍ଠିତ ହୋଇଛନ୍ତି। ସେ ବହୁତ ମୁଗ୍ଧ ଥିବେ, ବହୁତ ଆନନ୍ଦିତ ଥିବେ। କିନ୍ତୁ ସେ ଆହୁରି ମୁଗ୍ଧ ହେବେ ବୋଲି ଆପଣ କ'ଣ କରିଥିବେ ନା ତାକୁ ଶତଗୁଣ, ଶହ ଗୁଣ ଆହୁରି ମୁଗ୍ଧ କରିବା ପାଇଁ ଅନେକ ସଦ୍ଗୁଣ ଆପଣ ବଢ଼େଇ ଦେଇଥିବେ। ବଢ଼ି ଯାଉଥିବ ତୁମ୍ଭ ସକଳ ସଦ୍ଗୁଣ। ସକଳ କହିଲେ ସମସ୍ତ ପ୍ରକାର ସଦ୍ଗୁଣ ଆପଣଙ୍କର ବଢ଼ି ଯାଇଥିବ। ଆଚରିତ ମହାଯଜ୍ଞେ କରିବ ପ୍ରଦାନ, ଅଶେଷ ରତନ ଧନ ଖୌମ ବସ୍ତ୍ର ମାନ। ସେଥିପାଇଁ ଆପଣ କ'ଣ କରିଥିବେ ନା ଖୌମ ବସ୍ତ୍ର କହିଲେ ପାଟ ବସ୍ତ୍ର। ବିଭିନ୍ନ ଲୋକଙ୍କୁ ଯଜ୍ଞ ଯେହେତୁ ଆୟୋଜନ କରୁଛନ୍ତି ଏବଂ ଯଜ୍ଞରେ ଅନେକ ଲୋକ ଉପଗତ ହୋଇଥିବେ, ଆପଣ ମଧ୍ୟ ନବବିବାହିତ ହୋଇଛନ୍ତି, ଆପଣଙ୍କର ନବପତ୍ନୀ ଆସିଛି, ସେ ଆପଣଙ୍କର ବାମାଙ୍ଗରେ ଶୋଭା ପାଉଥିବ, ଉପବେଶନ କରିଥିବେ, ତାଙ୍କୁ ଆପଣ ମୁଗ୍ଧ ନେତ୍ରରେ ବେଳେବେଳେ ଅନାଉଥିବେ ଏବଂ ତାଙ୍କୁ ଅତ୍ୟଧିକ ଆକର୍ଷିତ କରିବା ପାଇଁ, ଆହୁରି ପ୍ରଲୁବ୍ଧ କରିବା ପାଇଁ, ପ୍ରଫୁଲ୍ଲିତ କରିବା ପାଇଁ, ଆକର୍ଷିତ କରିବା ପାଇଁ ଆପଣ କ'ଣ କରିଥିବେ? ବିଭିନ୍ନ ବ୍ୟବସ୍ଥା କରିଥିବେ। କ'ଣ ସେ ବ୍ୟବସ୍ଥା ନା ଆଚରିତ ମହାଯଜ୍ଞେ କରିବ ପ୍ରଦାନ, ଅଶେଷ ରତନ ଧନ ଖୌମ ବସ୍ତ୍ରମାନ। ବିଭିନ୍ନ ପ୍ରକାର ବସ୍ତ୍ର ଇତ୍ୟାଦି ଆପଣ ରତ୍ନ, ଧନ, ଦୌଲତ ଆଉ ଖୌମ ବସ୍ତ୍ର ମାନେ ପାଟ ବସ୍ତ୍ର ଇତ୍ୟାଦି ବିଭିନ୍ନ ଦରିଦ୍ର ଶ୍ରେଣୀର ଲୋକଙ୍କୁ ଆପଣ ପ୍ରଦାନ କରୁଥିବେ। ଯେହେତୁ ଆପଣ ଯଜ୍ଞର ଆୟୋଜନ କରୁଛନ୍ତି, ନିଶ୍ଚିତ ଭାବରେ ଏହି କଥା ହିଁ କରୁଥିବେ। ଆପଣ ବିଭିନ୍ନ ଲୋକଙ୍କୁ ବିଭିନ୍ନ ସମୟରେ ତାଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣ ସେମାନଙ୍କୁ ଅର୍ପଣ କରୁଥିବେ ବିଭିନ୍ନ ବସ୍ତ୍ର, ରତ୍ନ ଇତ୍ୟାଦି କରୁଥିବେ। ସିଦ୍ଧ କାମେ ହେବେ ତହିଁ ଅର୍ଥି ସମୁଦାୟ, ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ। ତେଣୁ ଯେହେତୁ ଅନେକ ଅର୍ଥୀ କହିଲେ ଯେଉଁମାନଙ୍କର ଅର୍ଥର ଆବଶ୍ୟକତା ଅଛି, ସେ ହେଲେ ଅର୍ଥୀ, ଅର୍ଥାତ୍ ବିଭିନ୍ନ ଅର୍ଥ ନେଇ ବା
अर्थ पाइबार प्रलोभरे जो मैंने सब आसी से अर्थी जे सेमाने उपकृत हेबे विभिन्न भाव से अर्थी माने जो माने अर्थ कामना करती जो माने दरिद्र जो मान अर्थ नाही से माने सब उपकृत होइथिबे जेहेतु राजा गोटे सिद्ध काम करुछंती सिद्ध काम गोटे भल काम करुछंती से सिद्धि पाइबा सिद्ध काम हेबे तो ही अर्थी समुदाय सिद्ध काम अर्थात कामना रे सिद्धि प्राप्त होगापी जो मैंने आसीथिबे सेठिकी जे आशा करी राजा आमको दान करिवे अर्थ दान करिवे टंका सुना रूपा मोती माणिक इत्यादि दान करिवे जेहेतु यज्ञर आयोजन करछंती तेणु अनेक अर्थी आसीथिबे सेठाको अर्थी कहले जो मैंने अर्थ कामना करती टंका कामना करुवा व्यक्ति आसीथिबे तेणु मो मनरे मध्य एक कामना उदय होची बा मोर मध्य गोटे आवश्यकता अच्छी मुझे भिखारुणी मुझे भिक्षा पाइबा चाहूँगी आपणक ठारू आपण मोर एक भिक्षा पूरण करेंगे एछार भिक्षारे नाथ नहेब कृपण दया रत्नमय दान बारिधियापण मो मनरे मो मानसरे एक भिक्षा उदय होती मोर गोटे भिक्षा दरकार प्रभु तेणु आपण मो भिक्षा को मध्य परिपूर्ण करेंगे आपण केते केते लोकंकर भिक्षा पूरण करुथिबे आज जेहेतु आपण यज्ञर आयोजन करुछंती कोटि कोटि लोकंक उपागत समवेत होइथिबे सेमानकु आपण विभिन्न प्रकार अर्थ वस्त्र काहाकु रत्न इत्यादि धनरत्न इत्यादि प्रदान करुवे मो मानस गोटे छोटिया भिक्षा अच्छी आज्ञा मोर से भिक्षाटी पूरण करेंगे मो मनरे जो भिक्षा उदय होती से भिक्षाटी कौन ना मो ये छार भिक्षारे नाथ नाथ कहले स्वामी हे नाथ हे स्वामी आपण मोर जो छोटी क्षुद्र भिक्षाटी सेटा गोटे अति साधारण भिक्षा ताहा आपण दे परिबे सेति आपण कृपण हेबे नाही आपण टिके दयार्द हेबे आपणकर दया भाव मो प्रति प्रदर्शन करेंगे आपण कृपण न होई मो प्रति बदान्य हेबे दयामय रत्नमय दिन बारिधि आपण हूँ दया रत्नर बारिधि दानर बारिधि बारिधि कहले समुद्र माने दयार आपण रत्नमय बारिधि आम समुद्र को रत्नाकर बोली कहू तेणु से कहते दयारूपक रत्नर आपण रत्नमय दयारूपक रत्न आपण विभूषित एवं आपण दानर बारिधि दानर समुद्र एणु आपण जेहेतु दानर समुद्र अर्थात अत्यंत महादानी आपण मोर ए क्षुद्र दानटी को निश्चय परिपूर्ण करेंगे मुकिएता जाणीबार नुहे आवश्यक सदा तुम्हें तापसंक अशांति नाशक मु किए से कथा जानिबा आपणकर आवश्यक ना मु जड़े साधारण तपस्विनी तेणु आपण सबुबले तपस्वी मानकर अशांति नाश करिसेंती जेतेबेले जो मुहूर्त तपस्वी मैंने आपन को चाहिए जे से माने विभिन्न समय असुविधा भोग करुछंती से ताड़की असुर बा सुभाव को मारिबा हेउ कि अन्य जेकोसी राक्षसी मान कबलू मुनि ऋषि मान रक्षा करिबारे आपण सबुबले अग्रसर होइछंती सबुबले अस्त्र धारण करछंती मु आपण को अस्त्र धारण करबा को कहू नाही मु जड़े साधारण तपस्वी मो मनरे जो भिक्षातक उठिछि बा आवश्यकता मु जहा करूछि मते ताहा पूरण करेंगे मो मनर जो अशांति अच्छी से अशांति दूर करने मोर क्षुद्र भिक्षाटी दरकार ताहा आपण प्रदान करेंगे आपण सबुबले तापसंक मन अशांति नाशक होती अशांति को नाश कर विनाश कर अशांति को दूर कर तेणु आपण मोर ये मु जड़े तपस्वी तेणु मोर ये आवश्यकता को आपण निश्चय पूरण करेंगे तापसंकु किछि तुम्भ न थाए अदेय मुहि तपस्विनी मते न करिब हेय तम आपण सबुबले तापस मानू सबुबले किसी प्रदान कर अदेय बोली आपणकर किसी ना अदेय कौन देवार आपण सबू देय देय है जहाँ देवार योग्य अर्थात आपण सबुबले तापस मानू जी जहाँ चाहिए आपण ताहा प्रदान करें आपण अदेय किसी ना आपणकर भंडार सबुबले आपण ताकू खोली देइछंती तेणु यही क्रम मो पाई मु जड़े तपस्विनी तेणु मते हेय करना हेला करना मते अवहेला प्रदर्शन करना तेणु अन्य मानक जमीती प्रदान कर मते सेमती प्रदान करेंगे जे होइछि आजि तुम्भ अंकर भाजन भक्ति भरे देखुथिब जगतर जन जे आज आपणकर अंकर भाजन होइछि अर्थात अंक कहले कोल जी आपण कोल भाजन होइछि अर्थात जी आपणकर स्त्री भाव में राजसिंहासन अधिष्ठिता होइछि ताकू आज जगत जाकर लोक अति भक्ति भर अति आनंद रे देखुथिबे पूर्वे से सेहु करिथिले केउ घोर तप केउठारे
केते काल केउ मंत्र जप मते खाली आपण कहिबे ये जी आज आपणकर अंक मंडन करिसंती जे आज राजलक्ष्मी भाव रे आपणकर वाम पार्श्व अधिष्ठिता होइसंती से केउ जन्म रे केउ घोर तप करिथिले अबा केउ मंत्र जप करिथिले कौन पाई कौन पुण्य अर्जन करिथिले जे आज एते बड़ सौभाग्यर अधिकारी होई पारिले मात्र मु आपणकर धर्मपत्नी होइथिले मध्य से सौभाग्यर अधिकारी होई पारिले नहीं एठारे निर्वासिता होई जड़े तपस्विनी भाव रे वाल्मीकि आश्रम रे अवस्थान करुछि तेणु मते आपण खाली टिके कहिबे जे पूर्वे सी केउ तप आचरण केउ तपस्या करथिले की प्रकार घोर तपस्या करथिले जे एभली एक सौभाग्यर अधिकारी हेले यह मात्र प्रभु पोते देवटी जनाई हे प्रभु मते एते कहीं जनइबे ताको पचारि बुझिबे से केउ मंत्र पाठ करथिले अबा केउठारे की केते दिन धरि तपस्या आचरण करथिले जे ताको एभली सौभाग्य प्राप्त हैला से बर प्राप्त हुई आपण परी जड़े महानुभवंकर राजाधिराजंकर से राणी हबार सौभाग्य लाभ कले यह मात्र प्रभु मोते देवटी जनाई अन्य किछि धने मोर प्रयोजन नाही आज आपण अनेकंकु धन रत्न जन इत्यादि देउछंती किन्तु मु किछि धन रत्न जन मागु नाही लड़ा नाही मोर धन मोर जन मोर किछि लड़ा नाही मात्र मोर लड़ा सेई एक टिकिय कथा जे केउ तपस्या बल रे अबा केउ मंत्र उच्चारण करी आचरण करी से केउ तप आचरण करी सेई तप बल रे एभली सौभाग्य प्राप्त होइछन ताहा मते कहिबे जोटा कि मु आचरण करिया को चेष्टा करबी एवं पुनश्च मु आपणकर पत्नी होवाकू योग्य विवेचित हेबी अन्य किछि धने मोर नाही अन्य किछि धने मोर प्रयोजन नाही कोटि अश्वमेधे जेते धन हुए दान तहिरु अधिक ता हेब मोर ज्ञान कोटि अश्वमेध यज्ञ जेतिकी धन प्राप्त खर्च हो मोर सही ज्ञानटी आपण सेतिकी प्रदान कले सही ज्ञानटी मु पाइले मोर ताहा कोटि कोटि अश्वमेध यज्ञर ज्ञान ठारू आहरी मध्य अधिक हेब हे प्रभु आपण निश्चय मते एथिरे प्रदान करिवे एई विश्वास मोर रहुछि तेबे पिला माने आमे परवर्ती पर्याय एहाको आमे आउरी अधिक आलोचना करिबा आज एतिके रहुछि मु आशा करूछि तमे कविता को भलो पढिबो बुझिबो एवं हृदयंगम करिबो ए कवितार भाव अति हृदय छुआ अति हृदयस्पर्शी भाव जड़े पत्नीर तांको स्वामी प्रति जो आवेग ताहातिर वर्णित होइछि तेणु आमे परवर्ती पर्याय को आलोचना करिबा तम समस्त को धन्यवाद।